भगवते वासुदेवाय नमः। प्रथम स्कंध पंचम अध्याय। सुत कहन्ति अनुरागे हरसे मुनिंकर आगे। सुतवाच शुण सकल मुनि जने हरिचरित सावधाने। व्यास समीपे देव ऋषि सुख आसने दृढ़े बसी। कुशल वार्ता पूछे तो से जे जात गोविंदर अंशे। हरसे वीणा करे नेई कहन्ति व्यास मुख चाहि। नारद उवाच हे पराशर ऋषि सुत तुम्भे स्वभावे भागवत। किंपा चांचल्य तुम्भ मने देखि जानिलु आम्भे ध्याने। सकल वेद शिष्य देई पुराण भारत भियाई। संसारे इष्ट धर्म जेते सर्व संपन्न तुम्भ चिते। भले जानिली मुहि एहा तुम्भे स्वभावे पुण्य देहा। वेद विचारी ब्रह्म चिंती चित नहिला तुम्भ शांति। नारद वाक्य शुणी कर्णे व्यास कहन्ति सावधाने। व्यास उवाच तुम्भे कहिल मुनि जेते मोर अभ्यास बहुमते। वेद पुराण अर्थ जेते मु सर्व संपादिली चिते। तथापि आत्मा तोष नहे मन न रहे स्थिर देहे। तुम्भे जे ब्रह्मांक नंदन भले जानिल मोर मन। ए मन स्थिर करिबारे गोविंद बिना केबा पारे। सकल शास्त्र तहु सार तार महिमा अगोचर। तार भक्ति जेणु नाही एणु मचित स्थिर काहि। तुम्भे सकल तत्व जान विष्णु महिमा परिमाण। से सर्वजीवंक ईश्वर जार मायारे ए संसार। सृजई पालई संघरे त्रिगुण मध्ये से बिहरे। से माया ताकू न लगाई नित्य से निज सुखे थाई। ए तीनि लोके तुम्भ देह निरते भ्रमेर अभिप्राय। प्राणीक बाह्य अभ्यंतरे जे सने समीर संचरे। आत्मा जे सने साक्षी रूपे नित्य विहर निज सुखे। पर अबर ब्रह्म जले मोहर स्नान सुनिश्चले। से जल शीत उष्ण भाव नित्य करई अनुभव। तथापि न्यून भाव घोर मन प्रसन्न नहे मोर। तांक महिमा परिमाणी तुम्भहु अन्य केबा जानी। कह आनंदे मुनि बर जेमन्ते मन हेब स्थिर। नारद उवाच भमुनि सत्य ए वचन तेणु संतोष नहे मन। कृष्ण निर्मल जस गुण जेणु न कल उच्चारण। जे धर्मे कृष्ण तोष नहि से धर्म न्यून अटई। धर्म संपद काम अर्थे जेते कहिल वेद पथे। देवे गोविंद गुण ग्राम अभ्यासे थांता किछि श्रम। तेबे कि मन असंतोष
କହିବି ଶୁଣ ଉପଦେଶ। ଯେବେ ଏ ଜିହ୍ୱା ବାକ୍ୟ ଶ୍ରମ ନ କରେ କୃଷ୍ଣ ଗୁଣଗାନ, ଯେ ବାଣୀ ଜଗତ ତାରିଣୀ ତା ଛାଡ଼ି ଅନ୍ୟ ଯେବେ ଭଣି, ତାହାକୁ ବୋଲି କାକ ବାଣୀ ଯହିଁରେ ଗୋବିନ୍ଦ ନ ଶୁଣି, ନିଶ୍ଚୟ କାକ ତୀର୍ଥ ସେହି ସେ ଜଳେ କେବା ଅବଗହି। ପରମହଂସ ମୁନି ମେଳେ ଯେ ଥାନ୍ତି ପୁଣ୍ୟ ତୀର୍ଥ କୂଳେ, ଯେ ବାକ୍ୟ କୃଷ୍ଣ ଗୁଣ ଗାଇ ନିଶ୍ଚୟ ପୁଣ୍ୟ ତୀର୍ଥ ସେହି। ସେ ବାକ୍ୟ ଜନ ତାପ ନାଶେ ତୀର୍ଥ ଯେ ସନେ ପାପ ଧ୍ୱଂସେ। କୃଷ୍ଣର ଗୁଣ ଗାଥା ଯେବେ ପ୍ରବନ୍ଧେ ଉଚ୍ଚାରଇ ଭାବେ, ପଦ ଦୂଷିତ ଯେବେ ହୋଇ ସେ ବାଣୀ ସର୍ବ ପାପ ଦହି। ଏଣୁ ସାଧବେ ନିତ୍ୟ ଶୁଣି ଅନନ୍ତ ଯଶ ଗୁଣ ଭଣି, ସେ ହରି ଭାବ ଯେବା ଛାଡ଼ି ଯାଆନ୍ତି କର୍ମ ପଥ ମାଡ଼ି। ଯେ ପୁଣ୍ୟ ବେଦ ମାର୍ଗେ କରେ ସକାମ ଚିତେ ଫଳେ ଧରେ, ହରିଙ୍କି ନ କରେ ଅର୍ପଣ ସେ ସର୍ବ ଫଳ ଅକାରଣ। ନିଷ୍କାମ ମତେ ଯେ ସନ୍ନ୍ୟାସୀ ତପ ସାଧନ୍ତି ବନେ ପଶି, ହରି ମହିମା ଛାଡ଼ି ଯେବେ ଅତି ନିର୍ମଳ ଜ୍ଞାନ ଭାବେ। ସେ କାହୁଁ ଅଶୁଭ ନାଶିବ ତପ ସାଧିଲା ଫଳ ଦେବ। ତୁମ୍ଭେ ସ୍ୱଭାବେ ଭାଗବତ ମହାନୁଭବ ସୂଚିମନ୍ତ, ସତ୍ୟ ବଚନ ଧୃତ ବ୍ରତ ଏଣୁ ଅମୋଘ ତୁମ୍ଭ ଚିତ। ସମାଧି କରି କୃଷ୍ଣ ପାଦେ ତାର ଚରିତ ଅନୁବାଦେ, ପ୍ରବନ୍ଧ ଭାଗବତ କର ଅଖିଳ ଜନଙ୍କୁ ଉଦ୍ଧର। ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ ହରି ଭକତି ଦୂରେ ତେଜେ, ବିଷ୍ଣୁ ଭକତି ଲାଭ ଛାଡ଼ି ତ୍ରିବର୍ଗ ମଧ୍ୟେ ଲୋଭ ବଢ଼ି। ତାହାର ସୁଖ ଲେଶ ନାହିଁ ସମୁଦ୍ରେ ଯେହ୍ନେ ନାବ ଥାଇ, ଜଳ ପବନ ମେଘ ବଳେ କୂଳେ ନ ଲାଗି ଭାସେ ଜଳେ। ତାହାଙ୍କ ଗତି ସେହି ମତ ଶୁଣ ହେ ପରାଶର ସୁତ। ଯେ ତୁମ୍ଭ ଧର୍ମ ଶିକ୍ଷା ଘେତି ନିନ୍ଦିତ କର୍ମ କାମ୍ୟ ଚିନ୍ତି, ସେ ଅର୍ଥେ ଯତ୍ନ ଯେ କରନ୍ତି ସଂସାରେ ପଣ୍ଡିତ ବୋଲାନ୍ତି। ତାହାଙ୍କ ମଧ୍ୟେ ଜଣେ ଜଣେ ଲୋଭିଲେ ସେ ଫଳ ଧାରଣେ, ସେ ଫଳ ପାଇ ସୁଖେ ଖାଇ ଭ୍ରମଣେ ଶ୍ରମ ନ ଲାଗଇ। ଏଣୁ ମୁକୁନ୍ଦ ପାଦ ଗତେ ଯେ ପ୍ରାଣୀ ଭଜନ୍ତି ନିରତେ, ମୁକୁନ୍ଦ ପାଦ ତାର ଗତି ଅନ୍ୟର ପ୍ରାୟ ନ ଭ୍ରମନ୍ତି। କୃଷ୍ଣର ପାଦ ପଦ୍ମ ରସ ନିରନ୍ତେ କରନ୍ତି ଯେ ଗ୍ରାସ, ସେ ରସ ଛାଡ଼ିବେ କେମନ୍ତେ ରସେ ରସିକ ଜନ ଯେତେ। ଈଶ୍ୱର ହେତୁ ଏ ସଂସାର ସଂସାରୁ ଈଶ୍ୱର ବାହାର, ଯେଣୁ ଉତ୍ପତ୍ତି ସ୍ଥିତି ନାଶ ଈଶ୍ୱରୁ ହୁଏ ପ୍ରକାଶ। ଏଣୁ ଲୀଳାକୁ କରିଅଛି ପ୍ରାଣୀଙ୍କି ନହିବ ପ୍ରତ୍ୟକ୍ଷୀ।
ଈଶ୍ୱର ଜୀବ ଏ ସଂସାର ଏ ସର୍ବ ଏକଇ ପ୍ରକାର ଏ ସର୍ବ ବ୍ରହ୍ମ ଭାବେ ଜାଣି ବେଦରେ ଅଛି ପରିମାଣି ତୁମ୍ଭେ ସର୍ବଜ୍ଞ ମୁନିବର ତଥାପି କହିଲି ଯା ସାର ତୁମ୍ଭେ ଯେ ଆତ୍ମା ରାମେ ରମି ଅମୋଘଦର୍ଶୀ ଅନ୍ତର୍ଯାମୀ ପରମ ପୁରୁଷଙ୍କ କଳା ସୁମରି ଗୋବିନ୍ଦର ଲୀଳା ସଂସାର ନିସ୍ତାରଣ ଅର୍ଥେ ଶ୍ରୀ ଭାଗବତ କର ଗ୍ରନ୍ଥେ ସ୍ୱଭାବେ ଜନ୍ମ ଯାର ନାହିଁ ମାୟା ସୟଳେ ଦେହ ବହି ତାର ଚରିତ ଧରି ଚିତେ ପ୍ରକାଶ କର ଜନହିତେ ଏହୋ ସେ ପୁରୁଷାର୍ଥ ସାର ଯଜ୍ଞ ତପସ୍ୟା ବେଦ ସାର ଇଷ୍ଟ ପୂଜନ ଜପଦାନ ଯେବେ ଭାବଇ କୃଷ୍ଣ ନାମ ତାହାଙ୍କ ଫଳ ଏ ଅଟଇ ତା ବିନୁ ନିଷ୍ଫଳ ହୁଅଇ ପୂର୍ବେ ନିର୍ମଳ ଋଷି ଜନେ ତପ ଆଚରି ଘର ବନେ ସଂସାର ସାର କୃଷ୍ଣ କଥା ନିରତେ ଗାଇ ଗୁଣ ଗାଥା ଏ ଭାବ ପାଇଲି ଯେ ମନ୍ତେ କହିବି ତୁମ୍ଭର ଅଗ୍ରତେ ପୂର୍ବେ ମୁଁ ଦକ୍ଷ ସାପ ପାଇ ଜନ୍ମିଲି ଦାସୀ ପୁତ୍ର ହୋଇ ବ୍ରାହ୍ମଣ ଘରେ ସେ ଏକାକୀ ମୋହର ଜନନୀ ସେବକୀ ବ୍ୟାପାର କରେ ରାତ୍ର ଦିନେ ଏମନ୍ତେ ବିଧିର ବିଧାନେ ସେ ବିପ୍ର ଗୃହେ ବର୍ଷା କାଳେ ଅତିଥି ବ୍ରାହ୍ମଣେ ମିଳିଲେ ତାହାଙ୍କୁ ଅନ୍ନ ଜଳ ଦେଇ ବ୍ରାହ୍ମଣ କହେ ଭାବ ବହି ହେ ବିପ୍ରେ ଶୁଣ ମୋ ବଚନ ଆଜ ଜୀବନ ମୋର ଧନ୍ୟ ତୁମ୍ଭର ଦୟା ଯେବେ ମତେ ମୋ ଘରେ ରୁହ ଦିନା କାତେ ଦୁର୍ଗମ ବର୍ଷା ମାସ ଚାରି ଏ ଋତୁ ମୋର ଘରେ ସାରି ହେଉ ବୋଇଲେ ବିପ୍ରଜନେ ବ୍ରାହ୍ମଣ ଗୃହେ ଶୁଦ୍ଧ ମନେ ରହିଲେ ମନର ସନ୍ତୋଷେ ମୁଁ ସେବା କଲି ତାଙ୍କ ପାଶେ ବାଳୁତ ଚଞ୍ଚଳତା ଚିତ ଛାଡ଼ି ମୁଁ ସେବେ ଅବିରତ ସେ ବିପ୍ରଗଣେ ମତେ ଚାହିଁ ଆଶ୍ୱାସ କଲେ ଦୟା ବହି ସମଦରସି ଯେଣୁ ସର୍ବେ କୃପା ସେ କଲେ ମୋର ଭାବେ ତାହାଙ୍କ ଭଜନର ଅନ୍ତେ ପତ୍ରେ ଉଚ୍ଚିଷ୍ଟ ଥାଇ ଯେତେ ତାହା ଭୁଞ୍ଜଇ ନ ଜାଣଇ ଉଚ୍ଚିଷ୍ଟ ଭଜନ ନ ଜାଣଇ ଉଚ୍ଚିଷ୍ଟ ଭଜନ ପ୍ରସାଦେ ମୋହର ଚିତୁ ଅପ୍ରମାଦେ ସର୍ବକିଳ୍ବିଷ ବେଗେ ଗଲା ତାହାଙ୍କ ଧର୍ମ ଉଦେ ହେଲା ବିପ୍ରଙ୍କ ମୁଖୁ ହରିବାଣୀ ତାହାଙ୍କ ଅନୁଗ୍ରହେ ଶୁଣି ପଦକୁ ପଦ ଗୀତ ସ୍ୱରେ ସେ ବାଣୀ ମୋର ମନେ ସ୍ଫୁରେ ନିରତେ ଶୁଣି ପଦେ ପଦେ ମନ ବୁଡ଼ିଲା କୃଷ୍ଣ ପାଦେ କୃଷ୍ଣ ହୁ ଆନ ନ ଜାଣଇ ବିଷୟ ରସ ଆଉ କାହିଁ ଯେଣୁ ଏ ସତ ରୂପ ପ୍ରାଣୀଙ୍କ ହୃଦୟରେ କଳ୍ପିତ ଆପଣା ଅଜ୍ଞାନ ସେ ଅଟେ କେବେ ହେ ସତ୍ୟ ସେ ନ ଘଟେ
মুহ দেখই বাহ্য অন্তে হরিহু নাহি কে জগতে এমন্তে বরষা সরিলা শরদ ଋତୁ প্রকাশিলা বিপ্রଙ୍କ সঙ্গে হরিবাণী নিরত শুণ মুখে ভণী সাত্বিক ভক্তি মোর মনে প্রকাশ হেলা অনুক্ষণে মোহর সেবা দিনু দিনে দেখি সন্তোষ বিপ্রজনে জাଣିলে শুদ্ধ সত্য রূপে ভকতি জাত মোর চিতে ଯିବାର ବେଳେ ମୋତେ ରାଇ କୃଷ୍ଣ ସାଧନ ଶିକ୍ଷା ଦେଇ ଯେ ଗୁହ୍ୟ ତମ ଜ୍ଞାନ ଯେଣେ ଉଦିତ ଭଗବାନ ସର୍ବ କହିଲେ ମୋର କର୍ଣ୍ଣେ ଦୀନ ବତ୍ସଳ ମୁନି ଜନେ ବିଷ୍ଣୁର ମାୟା ଅନୁଭବ ତେଣୁ ଜାଣିଲି ମୁହିଁ ସର୍ବ ଯେ ଭାବ ଭାବି ଅପ୍ରମାଦେ ପ୍ରାଣୀ ପସନ୍ତି କୃଷ୍ଣ ପାଦେ କୃଷ୍ଣେ ଅର୍ପିତ ଏଣୁ କର୍ମ କଲେ ତୁଟଇ ଭବ ବ୍ରହ୍ମ ଆତ୍ମାରେ ଜ୍ଞାନ ପ୍ରକାଶ ହୋଇ ତ୍ରିତାପମାନ କ୍ଷୟ ଯାଇ ଯାହା ଭଜନେ ବ୍ୟାଧି ଜାତ ତହୁଁ କେବେ ହିଁ ନହେ ଶାନ୍ତ ମିଶିଲେ ସେ ଅନ୍ୟ ଦ୍ରବ୍ୟରେ ତେବେ ବ୍ୟାଧିକୁ ନାଶ କରେ ଯେ କର୍ମ ସଂସାର କାରଣ ସେ ନହେ ତାହାର ବାରଣ ହେଲେ ଈଶ୍ୱରେ ସମର୍ପଣ ବିନା ସେ କର୍ମର ବନ୍ଧନ ଏଣୁ ଗୋବିନ୍ଦ ରସ ତେଜି ଯେବେ ବିଷୟ ରସେ ମଜି ସେ କାହିଁ ତଇବ ସଂସାରେ ପଡ଼ଇ ଘୋର ଅନ୍ଧକାରେ ଏ ଭବ ମଧ୍ୟେ ଦେହ ଧରି ବିଷ୍ଣୁ ତୋଷଣେ କର୍ମ କରି ଭକତି ଯୋଗ ଜାତ ହୋଇ ଜ୍ଞାନ ଅଧୀନ ତାର ହୋଇ ଯେବେ ସକଳ କର୍ମ କରି ବିଷ୍ଣୁ ଅର୍ପଣ ମନେ ଧରି ବିଷ୍ଣୁର ଯେତେ ଗୁଣ ଗ୍ରାମ ଜଗତେ ଅଛି ଯେତେ ନାମ ମୁଖେ ଉଚ୍ଚାରି ମନେ ସ୍ମରି ସେ ଭକ୍ତି ଯୋଗେ ଅଧିକାରୀ ଅରୂପ ବ୍ରହ୍ମ ମନେ ସ୍ମିର ଯେ ଚିତେ ତାଙ୍କ ନାମ ଧରି ଶ୍ରୀ ବାସୁଦେବ ଯେ ପ୍ରଦ୍ୟୁମ୍ନ ଯେ ଅନିରୁଦ୍ଧ ସଂକର୍ଷଣ ମନ୍ତ୍ର ଉଚ୍ଚାରି ମୂର୍ତ୍ତି କରି ପୂଜା କରନ୍ତି ଭକ୍ତି ଭରି ସେ ନ ପଡ଼ନ୍ତି ମାୟା ମୋହେ ଅନ୍ତେ ପଶନ୍ତି କୃଷ୍ଣ ଦେହେ ଏମନ୍ତେ ସାଧୁ ସଙ୍ଗ ଫଳେ କୃଷ୍ଣ ଭକତି ଯୋଗ ବଳେ ସେ ହରି ମତେ ଜ୍ଞାନ ଦେଲା ଅଶେଷ ଦୁଃଖ ପାର କଲା ଏବେ ହୋ ଶୁଣ ମୁନିବର ହରି ଚରଣେ ମନ ଧର କୃଷ୍ଣର ନାମ ଯଶ ଯେତେ ପ୍ରାଣୀଙ୍କି କହ ଭାଗବତେ ଯେଣେ ପଣ୍ଡିତ ଜନଙ୍କର ଅବୋଧ କର୍ମ ଜୀବ ଦୂର ବିଷୟ ଦୁଃଖୀ ପ୍ରାଣୀଙ୍କର ଅନ୍ୟଥା ଗତି ନାହିଁ ଆର ସେ ଏବେ ଭାଗବତ ଶୁଣି ତରିବେ ଭବ ତରଙ୍ଗିଣୀ ଏମନ୍ତେ ବ୍ୟାସ ଆଗେ କହି ବୀଣା ବଜାଇ କୃଷ୍ଣ ଗାଇ ସେ ମୁନିବର ପାଦ ଯୁଗେ ସୃଜନେ ନାମ ଅନୁରାଗେ ହୋଇବ ଭବ ବନ୍ଧ ନାଶ କହଇ ଜଗନ୍ନାଥ ଦାସ
इति श्रीमद्भागवते महापुराणे पारमहंस्यां संहितायां प्रथमस्कन्धे व्यास नारद दंशवाद नाम पंचम अध्याय।